ଆଜିର ପ୍ରସଙ୍ଗରେ ଶୁଣନ୍ତୁ ରଥଯାତ୍ରା ମାନବବାଦର ଜୟଯାତ୍ରା ଆଲେଖ୍ୟ ଓ ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଶ୍ରୀଜୀଉଙ୍କର 12 ମାସରେ ଅନୁଷ୍ଠିତ ହୁଏ 13 ଜାତ, ତନ୍ମଧ୍ୟରୁ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନ୍ୟତମ। ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। କାହିଁ କେଉଁ ଆବହମାନ କାଳରୁ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ସ୍କନ୍ଦ ପୁରାଣ ଓ ବ୍ରହ୍ମପୁରାଣରେ ବିସ୍ତୃତ ଭାବରେ ଉଲ୍ଲେଖ ରହିଛି। କିମ୍ବଦନ୍ତୀ ଅନୁସାରେ ମା ସୁଭଦ୍ରା ନିଜର ମାଉସୀ ଘରକୁ ଯିବା ପାଇଁ ଇଚ୍ଛା ପ୍ରକଟ କରିଥିବାରୁ ରଥଯାତ୍ରାର ସୂତ୍ରପାତ ହୋଇଥିଲା। ମାନବୀୟ ଲୀଳାର ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ପ୍ରକଟ ଓ ଅପ୍ରକଟ ଦାରୁ ବିଗ୍ରହ। ଆମ୍ଭେମାନେ ଯେପରି ସପରିବାର ଆନନ୍ଦରେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁ, ଲୀଳାମୟ ଶ୍ରୀଜଗନ୍ନାଥ ମହାପ୍ରଭୁ ମଧ୍ୟ ସେହିପରି ଯାତ୍ରାର ଆନନ୍ଦ ନେବା ପାଇଁ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ବର୍ଷକୁ ଥରଟିଏ ରତ୍ନସିଂହାସନ ଛାଡ଼ି 9 ଦିନ ପାଇଁ ରଥରେ ଯାତ୍ରା କରିଥାନ୍ତି ଜନ୍ମସ୍ଥାନ ଗୁଣ୍ଡିଚା ଘରକୁ। ଏହି ଯାତ୍ରାରେ ମହାପ୍ରଭୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଓ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଶ୍ରୀଜୀଉଙ୍କର ଏହି ବିଶ୍ୱବନ୍ଦିତ ରଥଯାତ୍ରାକୁ ଦେଖିବା ପାଇଁ ପୃଥିବୀର କୋଣ ଅନୁକୋଣରୁ ଛୁଟି ଆସିଥାନ୍ତି ଜନସାଧାରଣ, ସାଧୁ, ସନ୍ଥ, ତପସ୍ୱୀ, ପରିବ୍ରାଜକ, ଧର୍ମପ୍ରଚାରକ ଏବଂ ମହାପୁରୁଷମାନେ। ପୁରୀର ଏହି ଦୁର୍ଲଭ ରଥଯାତ୍ରାକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଯାତ୍ରୀ, ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ସମାଗମ ହୋଇଥାଏ। ରଥ ଉପରେ ରାଜାଙ୍କର ଛେରା ପହଁରା କାର୍ଯ୍ୟ ଯାତ୍ରାର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିଥାଏ। ଭାରତ ସମେତ ବିଦେଶର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। ରଥରେ ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ମଣିଷର ପୁନର୍ଜନ୍ମ ହୁଏ ନାହିଁ। ଦାରୁଦିଅଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ଅନନ୍ୟ ରଥଯାତ୍ରା ଘୋଷଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ଯଜ୍ଞବେଦୀ ଯାତ୍ରା, ଜନ୍ମବେଦୀ ଯାତ୍ରା, ଆଡ଼ପମଣ୍ଡପ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ଦଶାବତାର ଯାତ୍ରା ଏବଂ ସର୍ବୋପରି ପତିତପାବନ ଯାତ୍ରା ନାମରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ଶ୍ରୀକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ନିବାସସ୍ଥଳୀ ନୀଳାଚଳ ଧାମ, ଲୀଳାମୟଙ୍କର ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଲୀଳାଭୂମି। ସାଧାରଣ ମଣିଷଙ୍କ ଭଳି ମହାପ୍ରଭୁ ଯାତ୍ରା କରୁଥିବା ବେଳେ ତାଙ୍କର ରଥ କିନ୍ତୁ ପ୍ରତିବର୍ଷ ନୂତନ ଭାବେ ତିଆରି ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କର ତାଳଧ୍ୱଜ ଓ ମା ସୁଭଦ୍ରାଙ୍କର ଦେବଦଳନ ରଥକୁ ଯଥାକ୍ରମେ ହଳଦିଆ, ସବୁଜ ଏବଂ କଳା ରଙ୍ଗର କପଡ଼ାରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀଜୀଉମାନେ ରତ୍ନସିଂହାସନ ପରିତ୍ୟାଗ କଲା ପରେ ପହଣ୍ଡିରେ ବିଜେ ହୋଇ 3ଟି ସୁସଜ୍ଜିତ ରଥରେ ରଥାରୂଢ଼ ହୋଇଥାନ୍ତି। ରଥରେ ବିଭିନ୍ନ ନୀତିକାନ୍ତି ସମାପନ ପରେ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣ ଶ୍ରୀଜୀଉମାନଙ୍କ ରଥକୁ ଆନନ୍ଦରେ ଟାଣି ଟାଣି ନେଇଥାନ୍ତି ଶରଧାବାଲିର ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ। ଗୁଣ୍ଡିଚା ଘର ସମ୍ମୁଖରେ 3ଟି ରଥ ଲାଗିଲା ପରେ ଠିକ୍ ଶ୍ରୀମନ୍ଦିର ପରି ନୀତିକାନ୍ତି ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଶୁଖିଲା ଓ ଶଙ୍ଖୁଡ଼ି ଭୋଗ ଲାଗୁ ହେଉଥିବା ବେଳେ ରଥରେ କେବଳ ଶୁଖିଲା ଭୋଗ ଅର୍ପଣ କରାଯାଏ। ରଥ ଉପରୁ ଶ୍ରୀଜୀଉ ପହଣ୍ଡିରେ 7 ଦିନ ପାଇଁ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବିଜେ ହେବା ପରେ ଏଠାରେ ଭକ୍ତମାନଙ୍କ ପାଇଁ ଆଡ଼ପ ଅବଢ଼ାର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ମହାପ୍ରଭୁଙ୍କର ଏହି ନବଦିନାତ୍ମକ ଯାତ୍ରା ପାଇଁ ସମଗ୍ର ଶରଧାବାଲି ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଥାଏ। ଆଡ଼ପ ମଣ୍ଡପ ବା ଜନ୍ମବେଦୀରେ ଶ୍ରୀଜୀଉଙ୍କର ଦର୍ଶନ, ବିଶେଷ କରି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କଲେ ମନୁଷ୍ୟ ଅଶେଷ ପୁଣ୍ୟଫଳ ଅର୍ଜନ କରିବା ସହିତ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଥାଏ ବୋଲି ଶାସ୍ତ୍ରକାରମାନେ କହିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଶ୍ରୀମନ୍ଦିର ଭଳି ସମସ୍ତ ପ୍ରକାର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥ ଭଉଣୀ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ରଙ୍କୁ ନେଇ ଯାତ୍ରା କରିଥାନ୍ତି। ମାତ୍ର ମହାଲକ୍ଷ୍ମୀ ମହାପ୍ରଭୁଙ୍କ ସହିତ ଆସିନଥାନ୍ତି। ଏଥିପାଇଁ ମା ଲକ୍ଷ୍ମୀ ପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି। ହେରା ପଞ୍ଚମୀ ଦିନ ଲୁଚିଛପି ଆସି ଅଭିମାନିନୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ରଥର କାଠକୁ ଭାଙ୍ଗି ଦିଅନ୍ତି। ଶ୍ରୀଜୀଉଙ୍କର ଘୋଷଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିର ଲୋକାରଣ୍ୟ ହେଉଥିବା ବେଳେ ଶ୍ରୀମନ୍ଦିରର ରତ୍ନସିଂହାସନ ସହିତ ଭିତର ବେଢ଼ା ସମ୍ପୂର୍ଣ୍ଣ ରୂପେ ନିରବି ଯାଇଥାଏ। ଲୀଳାମୟ ଶ୍ରୀଜଗନ୍ନାଥ ହେଉଛନ୍ତି ଭାବ ଓ ଭକ୍ତିର ଠାକୁର। ଓଡ଼ିଆ ଜାତିର ମୌଡ଼ମଣି, ରାଜାଧିରାଜ ଶ୍ରୀଜଗନ୍ନାଥ ମହାପ୍ରଭୁ ସକଳ ଧର୍ମ, ସମ୍ପ୍ରଦାୟ, ଜାତି, ବର୍ଣ୍ଣ ତଥା ସର୍ବୋପରି ସମାଜର ସମନ୍ୱୟର ଏକ ପ୍ରାଣବନ୍ତ ଦେବତା। ସେ ଦୃଶ୍ୟ ଏବଂ ଅଦୃଶ୍ୟର ଏକ ଅଦ୍ଭୁତ ରହସ୍ୟମୟ ଠାକୁର। ସମଗ୍ର ବିଶ୍ୱ ତଥା ମାନବବାଦର ସେ ହେଉଛନ୍ତି ମୂର୍ତ୍ତିମନ୍ତ ପ୍ରତୀକ ବା ଉଦ୍ଘୋଷକ। ପ୍ରଭୁଙ୍କର ଭାବରେ ସମସ୍ତେ ବନ୍ଧା ପଡ଼ିଥାନ୍ତି। ଭକ୍ତ ମହାପ୍ରଭୁଙ୍କର ସେବା କରି ଯେପରି ଆନନ୍ଦ ପାଇଥାଏ, ପ୍ରଭୁ ମଧ୍ୟ ଭକ୍ତର ସେବା ଗ୍ରହଣ କରି ସମ ପରିମାଣରେ ପରିତୃପ୍ତ ହୋଇଥାନ୍ତି। ସାଧାରଣ ଲୋକର ଜୀବନଯାତ୍ରା ପରି ରଥଯାତ୍ରା ହେଉଛି ଶାନ୍ତି, ମୈତ୍ରୀ, ପ୍ରଗତି, ଏକତା, ଅଖଣ୍ଡତା ତଥା ମାନବବାଦର ଜୟଯାତ୍ରା।